ମାତିଛନ୍ତି ସାଇବର ଠକ ନୂଆ ଉପରେ ଲଗାଉଛନ୍ତି ଚୂନ। ପୁଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଉଛନ୍ତି। ବଢ଼ି ଚାଲିଥିବା ସାଇବର ଠକେଇକୁ ନଜରରେ ରଖି ସରକାର ଏବଂ ପୋଲିସ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉନଥିବା ଦେଖିବାକୁ ମିଳୁଛି। ଏବେ ସାଇବର ଲୁଟେରାମାନେ ବିନା ଓଟିପିରେ ମଧ୍ୟ ପଇସା ନେଇଯାଉଛନ୍ତି। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନା ଓଟିପି ଦେଇଥିଲେ ନା କୌଣସି ବ୍ୟାଙ୍କ ତଥ୍ୟ, ହେଲେ ଆଧାର ଓ ପ୍ୟାନ୍ କାର୍ଡର ତଥ୍ୟ ୱେବସାଇଟରେ ଅପଲୋଡ଼ କରୁ କରୁ ଆକାଉଣ୍ଟରୁ 1 ଲକ୍ଷ ଟଙ୍କା ଉଡ଼ି ଯାଇଥିଲା। ଏମିତି ଅଭିଯୋଗ ଆସିଛି ଚନ୍ଦ୍ରଶେଖରପୁର ଅଞ୍ଚଳରୁ। ଏଥର ସାଇବର ଠକଙ୍କ ଜାଲରେ ପଡ଼ିଛନ୍ତି ଜଣେ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ। ଟଙ୍କା ଫେରିବାକୁ ସେ ଥାନାଦାର ଦ୍ୱାରସ୍ଥ ହୋଇଥିଲେ। ପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କିସ୍କୁଙ୍କ ପାଖକୁ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଏକ ମେସେଜ ଆସିଥିଲା। ମେସେଜରେ ଥିବା ଫୋନ୍ ନମ୍ବରରେ କଲ୍ କରିବା ପରେ ଏମିତି ପୈଠ ହେବ ସେ ବୁଝିଥିଲେ। ଠକ ଜଣକ ସମସ୍ତ ତଥ୍ୟ ଦେବା ସହ ଏକ ୱେବସାଇଟ୍ ଦେଇଥିଲା। ପ୍ରଶାନ୍ତ ସେ ୱେବସାଇଟ୍ରେ ଆଧାର ଏବଂ ପ୍ୟାନ୍ ନମ୍ବର ଦେବା ପରେ ଟଙ୍କା କଟିବା ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ 1 ଲକ୍ଷ ଟଙ୍କା ଉଡ଼ି ଯାଇଥିଲା। ଏଥିରେ ଥିବା ଫୋନ୍ ନମ୍ବରରେ କଲ୍ କରିଥିଲେ, ହେଲେ ତାହା ସୁଇଚ୍ ଅଫ୍ ଆସିଥିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ପରବର୍ତ୍ତୀ ଖବର, 300 ୟୁନିଟ୍ ମାଗଣା ବିଜୁଳି ବଦଳରେ ଖାଉଟିଙ୍କୁ ମିଳୁଛି ସ୍ମାର୍ଟ ମିଟର। ଭୁବନେଶ୍ୱର। ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ 300 ୟୁନିଟ୍ ବିଜୁଳି ଜନତାଙ୍କୁ ମାଗଣାରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏବେ ମାଗଣା ବିଜୁଳି ଦୂରର କଥା, ବର୍ତ୍ତମାନ ସରକାର ସ୍ମାର୍ଟ ମିଟର ଲଗାଇ ଅଭିନବ ଢଙ୍ଗରେ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଦଳ ପକ୍ଷରୁ କୁହାଯାଇଛି ଯେ ଜେନ୍ସ, ଏଲ୍&ଟି, ସିକ୍ୟୁଡୋର ଓ ପାୱାରକେଟ୍ ପରି କମ୍ପାନୀ ଦ୍ୱାରା ନିର୍ମିତ ମିଟରର ପ୍ରକୃତ ମୂଲ୍ୟ 1200 ଟଙ୍କା। ମାତ୍ର ଖାଉଟିଙ୍କ ଠାରୁ ଜବରଦସ୍ତ ଏଥିପାଇଁ 2460 ଟଙ୍କା ଆଦାୟ କରାଯାଉଛି। ଏପରିକି ନୂଆ ନିୟମ ଅନୁଯାୟୀ ଖାଉଟିଙ୍କୁ 5760 ଟଙ୍କା ଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି। ପରବର୍ତ୍ତୀ ଖବର, ସହରାଞ୍ଚଳ ବାସହୀନଙ୍କ ଲାଗି ଜାରି ହେଲା ସ୍ୱତନ୍ତ୍ର ନମ୍ବର। ଯୋଗାଯୋଗ କଲେ ମିଳିବ ଆଶ୍ରୟସ୍ଥଳୀ। ଭୁବନେଶ୍ୱର। ବାସହୀନ କିମ୍ବା ନିରାଶ୍ରୟ ଲୋକ ଥଣ୍ଡା କାକରରେ ରାତି କଟାଇବେ ନାହିଁ କିମ୍ବା ଖୋଲା ଆକାଶ ତଳେ ରହିବେ ନାହିଁ। ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପକ୍ଷରୁ ଏଥିପାଇଁ ଜାରି ହୋଇଛି ଜରୁରୀକାଳୀନ ନମ୍ବର। ସୁଡାର ପ୍ରୋଜେକ୍ଟ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ କଟକ, ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି। ଏଥିରେ ସହରାଞ୍ଚଳ ବାସହୀନଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ଜାରି କରାଯାଇଛି। 13ତମ ରାଜ୍ୟସ୍ତରୀୟ ଆଶ୍ରୟସ୍ଥଳୀ ତଦାରଖ କମିଟିର ଏକ ସୁପାରିଶ ଅନୁଯାୟୀ ମୋବାଇଲ ନମ୍ବର 9777668071 ଜାରି ହୋଇଛି। ଏହି ନମ୍ବରକୁ ଫୋନ୍ କରି ସହରରେ କେଉଁଠି ଆଶ୍ରୟସ୍ଥଳୀ ଅଛି, ସେଠାରେ କ'ଣ ସୁବିଧା ଅଛି, ରହିବାକୁ ଟଙ୍କା ଦେବାକୁ ପଡ଼ିବ କି ନାହିଁ, ଆଶ୍ରୟସ୍ଥଳୀରେ ସେଲ୍ଟର ମ୍ୟାନେଜମେଣ୍ଟ ଏଜେନ୍ସି ଏବଂ ଅଫିସର ଦାୟିତ୍ୱରେ ଥାନ୍ତି। ଏହି ନମ୍ବର ସହିତ ଦାୟିତ୍ୱରେ ଥିବା ଅଫିସରଙ୍କ ନମ୍ବର ମିଶାଇ ହୋଲ୍ଡିଂରେ ଲଗାଯିବ। ଫଳରେ ବାସହୀନମାନେ ସହଜରେ ଯୋଗାଯୋଗ କରି ସେବା ପାଇପାରିବେ। ଗହଳି ସ୍ଥାନ, ବସ୍ଷ୍ଟାଣ୍ଡ, ଅଟୋଷ୍ଟାଣ୍ଡ, ରେଳ ଷ୍ଟେସନ, ହସ୍ପିଟାଲ, ମନ୍ଦିର ଆଖପାଖ ଅଞ୍ଚଳ, ବଜାର ଅଞ୍ଚଳରେ ହୋଲ୍ଡିଂ ଲଗାଯିବ। ସାପ୍ତାହିକ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ କୁହାଯାଇଛି।